ବରଗଡ଼ ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ ରହିଛି। ନିଜେ ବିବାହିତ ହୋଇଥିବା ସତ୍ତ୍ୱେ ଅନ୍ୟ ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲେ ଆକାଶ। ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ପାଖରେ ଆଣି ରଖିଥିଲେ। ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ନେଇ ପୀଡ଼ିତା ମହିଳା ବରଗଡ଼ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲାକୁ ଭିତ୍ତି କରି କେସ୍ ନମ୍ବର 92 ମାମଲା ରୁଜୁ କରି ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଳନା କରିଛି। ମହିଳାଙ୍କ ଲିଖିତ ଅଭିଯୋଗରୁ ଯାହା ଜଣାପଡ଼ିଛି, ଗତ 2012 ମସିହାରେ ଆକାଶ ଓ ମହିଳାଙ୍କ ଦେଖା ହୋଇଥିଲା। ତେବେ ଭୁବନେଶ୍ୱରର ମହିଳା ଜଣକ ହୋଇଥିବା ବେଳେ ତାଙ୍କ ସହ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ତାହା ଥିଲା ପ୍ରତାରଣାର ପ୍ରେମ। ଏହା ମଧ୍ୟରେ ଗତ 2022 ମସିହାରେ ସେ ବିବାହ କରିବେ କହି ବରଗଡ଼କୁ ମହିଳାଙ୍କୁ ଡାକି ଆଣିଥିଲେ। ପରେ ଏକ ଘରୋଇ ହୋଟେଲରେ ରଖି ଦୀର୍ଘ ଦିନ ଧରି ତାଙ୍କ ଶାରୀରିକ ସମ୍ପର୍କ ରଖିଥିଲେ, କିନ୍ତୁ ଏବେ ପ୍ରତାରଣା କରିଥିବା ଉଲ୍ଲେଖ କରିଛନ୍ତି ମହିଳା। ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଚଳାଇଛି।